ଓଡ଼ିଆ ସିନେମାକୁ ନେଇ ଆସିଛି ବଡ଼ ବିବାଦ। କଳାକାରଙ୍କ ରାଜନୀତି, କଳିଙ୍ଗ ଷ୍ଟୁଡିଓର ଦୁର୍ବ୍ୟବସ୍ଥା ଓ ଓଡ଼ିଆ ଇଣ୍ଡଷ୍ଟ୍ରିର ଭବିଷ୍ୟତକୁ ନେଇ ଖୋଲାଖୋଲି ଭାବରେ ବଡ଼ ବୟାନ ଦେଇଛନ୍ତି ଜଣେ ପୂର୍ବତନ ସିନେମା ନିର୍ଦ୍ଦେଶକ। ତେବେ ଯେଉଁ କଥା ଏବେ ସୋସିଆଲ ମିଡିଆରେ ଜୋରଦାର ଭାବରେ ଭାଇରାଲ ହେଉଛି, ସେ କହିଛନ୍ତି ଯେ ଆଜି କିଛି ଅଭିନେତା ଓ କଳାକାରମାନେ କେବଳ ରାଜନୀତି କରିବାରେ ବ୍ୟସ୍ତ ଅଛନ୍ତି। ଯେତେବେଳେ ସେମାନେ ଇଣ୍ଡଷ୍ଟ୍ରିରୁ ନା ଟଙ୍କା ଓ ସମ୍ମାନ ପାଉଥିଲେ, ସେତେବେଳେ ଓଡ଼ିଆ ସିନେମା ପାଇଁ ବଡ଼ ବଡ଼ କଥା କହୁଥିଲେ। କିନ୍ତୁ ଆଜି ସମୟ ବଦଳି ଯାଇଛି। ତାଙ୍କ କହିବା ଅନୁସାରେ, ଆମେ କଳିଙ୍ଗ ଷ୍ଟୁଡିଓକୁ ଦେଖି ଏହି ଲାଇନରେ ଆମେ ଆସିଥିଲୁ। ଏଠି କାମ କରୁଥିଲୁ, ସୁଟିଂ ଶିଖିଥିଲୁ ଓ ସ୍ୱପ୍ନ ବି ଦେଖିଥିଲୁ। କିନ୍ତୁ ବର୍ତ୍ତମାନ କଳିଙ୍ଗ ଷ୍ଟୁଡିଓର ଅବସ୍ଥା ଦେଖିଲେ ଦୁଃଖ ଲାଗୁଛି। ଯେଉଁ ଷ୍ଟୁଡିଓ ଓଡ଼ିଆ ସିନେମା ପାଇଁ ଗର୍ବ ଥିଲା, ସେଇଠି ଆଜି ଅନ୍ୟ କାମ ହେଉଛି ବୋଲି ଅଭିଯୋଗ ଆସୁଛି। ତେଣୁ ସବୁଠାରୁ ବଡ଼ କଥା ହେଉଛି, ସେ ଏହି କଥା ସିଦ୍ଧାନ୍ତ ମହାପାତ୍ରଙ୍କୁ କହିଛନ୍ତି। ସେ କହିଛନ୍ତି ଯେ କିଛି କଳାକାର ଏହି ଇଣ୍ଡଷ୍ଟ୍ରିରୁ ସବୁ କିଛି ପାଇଥିଲେ ମଧ୍ୟ ଓଡ଼ିଆ ସିନେ ଜଗତ ପାଇଁ କିଛି କରିନାହାନ୍ତି। କେବଳ ନିଜ ସ୍ୱାର୍ଥ ଓ ରାଜନୀତିକୁ ଆଗକୁ ରଖିଛନ୍ତି। ତେବେ ଦର୍ଶକ ବନ୍ଧୁ, ଏହି ବିଷୟରେ ଆପଣଙ୍କର ମତ କ'ଣ? କଳିଙ୍ଗ ଷ୍ଟୁଡିଓ ପୁଣି ପୁରୁଣା ରୂପକୁ ଫେରାଇ ଆଣିବା ଦରକାର କି ନାହିଁ? ଆଉ ଓଡ଼ିଆ କଳାକାରମାନେ ମଧ୍ୟ ଏକାଠି ହେବା ଆବଶ୍ୟକ କି ନାହିଁ? ଆପଣମାନଙ୍କ ମତାମତ ନିଶ୍ଚୟ କମେଣ୍ଟ ବକ୍ସରେ ଜଣାଇବେ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।